ଦାୟିତ୍ୱ ଜଗତରେ ଚାଲୁଥିଲା ବେଳେ ଅନେକଙ୍କୁ ଦାୟିତ୍ୱ ଦିଆଯାଏ ଆଉ ଅନେକ ଦାୟିତ୍ୱ ବହନ କରନ୍ତି। ମାତ୍ର ଦାୟିତ୍ୱକୁ ଯଦି ସୁଚାରୁ ରୂପେ ଚଳାଇ ନ ପାରିବା ତାହେଲେ ନିଜର କ୍ଷତି ହେବ, ଅନ୍ୟମାନଙ୍କର ବି କ୍ଷତି ହେବ। ଆଉ ପ୍ରଭୁ ମଧ୍ୟ ତାଙ୍କର ଶିଷ୍ୟମାନଙ୍କୁ ଦାୟିତ୍ୱ ଦେଇଥିଲେ। ମୁଁ କାହିଁକି କହୁଛି ତାହା କହିବେ ଆଗକୁ। ଆମେ ସମସ୍ତେ ଯେଉଁମାନେ ପ୍ରଭୁଙ୍କର ଶିଷ୍ୟ ଶିଷ୍ୟା, ପ୍ରଭୁଙ୍କର ପିଲାପିଲି, ଆମଙ୍କର ଦାୟିତ୍ୱ ରହିବା ଦରକାର। ଯେଉଁ ବିଷୟ ଆମକୁ ସଁପା ଯାଉଛି, ଆମ ଉପରେ ଚାପି ଦିଆଯାଇଛି, ତାହାକୁ ତୁଲେଇବା ନିଶ୍ଚିତ ଦରକାର। ଆଉ ସେଥିପାଇଁ ଆମକୁ ଚିନ୍ତା ଭାବନା କରି ଯାହା ଦାୟିତ୍ୱ ଦିଆଯାଉଛି ତାକୁ ସୁଚାରୁ ରୂପେ ତୁଲେଇ ଯଦି ପାରିବା ତାହେଲେ ଅଧିକ ଦାୟିତ୍ୱ ଦିଆଯିବ। ଆଉ ସେ ଦାୟିତ୍ୱ ଯିଏ ବହନ କରିଥାଏ ସାନ ବେଳୁ, ସିଏ ହିଁ ବଡ଼ ମଣିଷ ହେଇପାରେ। ଖାମଖିଆଲି ଭାବରେ ଯେ ଦାୟିତ୍ୱକୁ ହେଳା କରେ ସେ ବଡ଼ ମଣିଷ ହେଇପାରିବନି କେବେ। ପ୍ରଭୁ ଯୀଶୁ କହିଲେ, ମାଥ୍ୟୁ ତାର 26 ପର୍ବ 38 ପଦଟି ପଢ଼। ଶିଷ୍ୟମାନଙ୍କୁ କହିଲେ, କ'ଣ କହୁଛନ୍ତି 38 ପଦରେ? ସେତେବେଳେ ସେ ସେମାନଙ୍କୁ ଦାୟିତ୍ୱ ଦେଲେ, ଅର୍ଥାତ୍ କହିଲେ, କ'ଣ କହିଲେ? ସେ କହୁଛନ୍ତି ମୁଁ ମରିଯିବା ପରିକା ମତେ ଲାଗୁଛି। ପ୍ରଭୁ ଯୀଶୁ କହୁଛନ୍ତି, ଏଟା ତାଙ୍କର ଶେଷ ସମୟ। ଶିଷ୍ୟମାନଙ୍କୁ କହୁଛନ୍ତି, ଯେଉଁମାନଙ୍କୁ ପ୍ରେମ କରୁଛନ୍ତି। ଆଉ କ'ଣ କହୁଛନ୍ତି? ଦାୟିତ୍ୱ ଦଉଛନ୍ତି, ତୁମ୍ଭେମାନେ ଏଇଠାରେ ରହି ମୋ ସାଙ୍ଗରେ ଜଗିଥାଅ। ଦାୟିତ୍ୱଟା କ'ଣ? ଜଗିବା, ଚାହିଁ ରହିଥିବ। ମୋର ପ୍ରାଣ ମୃତ୍ୟୁ ସହିତ ହେଉଛି, ଅର୍ଥାତ୍ ମୁଁ ଅସୁବିଧାରେ ପଡ଼ିବାକୁ ଯାଉଛି। ଦାୟିତ୍ୱ କାହିଁକି ଦିଆଯାଏ? ଯେ ପ୍ରକାର ସବୁ ସୁବିଧା ହେବ, ଅସୁବିଧା ନ ହେବ। ଆଉ ଯାହାକୁ ଦାୟିତ୍ୱ ଦିଆଯାଇଥାଏ ସେମାନେ ଶକ୍ତି ପ୍ରାପ୍ତ ହେବେ, ସେମାନେ ପ୍ରଭୁଙ୍କ ନାମକୁ ଉନ୍ନତ ଉଚ୍ଚୀକୃତ କରିପାରିବେ। ଏଥିପାଇଁ ଗୋଟିଏ ଦାୟିତ୍ୱ ଦେଲେ ଆଙ୍କର ବି ଭଲ ହେବ। ତୁମେ ଜଗିଥାଅ, ଟିକେ ପ୍ରାର୍ଥନା କରୁଥାଅ, ଆଉ ମୁଁ ବି ଯାଉଛି। ମାତ୍ର ବିଫଳ ହେଲେ 40 ପଦ କ'ଣ ଲେଖାଯାଉଛି? ଆସିକି ଦେଖୁଛନ୍ତି, ଦାୟିତ୍ୱ ଦେଇଗଲେ, ଆସିକି ଦେଖୁଛନ୍ତି ସେମାନେ କ'ଣ କରୁଛନ୍ତି? ପୁରା ଘୁଙ୍ଗୁଡ଼ି ଜଗିବା ପାଇଁ କହିଥିଲେ, ଜାଗି ରହିବା ପାଇଁ କହିଥିଲେ, କିନ୍ତୁ ଏମାନେ ଘୁଙ୍ଗୁଡ଼ି ମାରୁଛନ୍ତି। ଆଉ ପ୍ରଭୁ କହୁଛନ୍ତି, ତୁମେମାନେ କ'ଣ ଦଣ୍ଡେ ଜାଗି ପାରିଲନି? ଏତିକି ଦାୟିତ୍ୱ, ଛୋଟିଆ ଦାୟିତ୍ୱଟା ଦେବି, ତୁମେ ଟିକିଏ ଜଗି ପାରିଲନି? ମୁଁ ଆସୁ ତୁମେ ଶୋଇଯାଇଛ। ପୁଣି ପଦ ପଢ଼, ତାପରେ 43 ପଦ। 43 ପଦରେ କ'ଣ ଲେଖାଯାଉଛି? ଆଉ ଥରେ ସେ କହିଲେ, ତମେ ଜାଗି ପାରିଲନି, ପୁଣି ଚାଲିଗଲେ। ତାଙ୍କ ଦାୟିତ୍ୱ ସେ କଲେ, ପୁଣି ଚାଲିଗଲେ। ତାପରେ ଆସିକି ଦେଖିଲା ବେଳକୁ ଆଖି ମାଡ଼ି ପଡୁଥିଲା, ସେମାନେ ପୁଣି ଶୋଇଯାଇଥିଲେ। ଏ ହଉଛି କଥା, ପରିଶ୍ରମ। ଆଖି ମାଡ଼ି ପଡୁ, ଦାୟିତ୍ୱ ଦିଆହେଇଛି ପୁରା। ଯେଉଁମାନେ ଜଗୁଛନ୍ତି, ବର୍ଡର ସିକ୍ୟୁରିଟି ଫୋର୍ସ, ଯେଉଁମାନେ ସୀମାରେ ଜଗୁଛନ୍ତି, ଅବା ଯେଉଁମାନେ ଅଫିସରେ ଜଗୁଛନ୍ତି, ସିକ୍ୟୁରିଟି ଯେଉଁମାନେ କାର୍ଯ୍ୟ କରୁଛନ୍ତି, ଜଗୁଛନ୍ତି, ସେମାନେ ବିଚରା 8-10 ହଜାର 5,000 ଟଙ୍କା ପାଉଛନ୍ତି, 5+ ଭିତରେ। ସିକ୍ୟୁରିଟି ଗାର୍ଡ ମାନେ ଜଗୁଛନ୍ତି, ସେମାନେ ବିଚରା ମାନେ ଆଖି ମାଡ଼ି ପଡୁଥିଲେ ବି ସେମାନେ ନାଇଁ, ତାଙ୍କୁ ଦାୟିତ୍ୱ ଦିଆଯାଇଛି, ନହେଲେ ତାଙ୍କ ଚୁଲି ଚଳିବ ନା। ଏତିକି ପଇସା କାଟିଦେବେ। ଥରେ ଚୋର ପଶିଲା ମାନେ ମାସ ତାକୁ ଦରମା କାଟିବେ। ସତ କଥା, ତାଙ୍କୁ ଯୋଉ ଦାୟିତ୍ୱ ଦିଆଯାଇଛି ନହେଲେ ନ କର। ଆଉ ଏମାନେ ଶୋଇ ପଡୁଛନ୍ତି। ପୁଣି ଦେଖିବେ ଆଉ ଗୋଟିଏ ପଦରେ ମଧ୍ୟ ସେଇ ପ୍ରକାର ଭାବରେ ଦେଖିବେ। ତାର 45 ପଦ କ'ଣ ଲେଖାଯାଉଛି? ଏବେ ସେ ପୁଣି ଆସିଲେ, କହୁଛନ୍ତି ଅଳ୍ପ ଖାଣ ଶୟନ କରି ବିଶ୍ରାମ କର। ତମେ ଆଉ ହବନି,
तुम द्वारा और नुह तापर कहते आस शत्रु आसीगले आस आम जीवा देखा जाऊँ दायित्वबोध ए दायित्वबोध न रहा जो आज संसार में सब अड़ुआ तड़ुआ विषय बापा जदि तार दायित्व ठीक न तुलेब तार स्त्री तार पिला माने एपट सेपट माँ जदि तार दायित्व ठीक भाव में न तुलेब तार स्वामी तार पिला माने एपट सेपट शिक्षक जदि तार दायित्व ठीक भाव में न तुलेब ताहले पिला माने परीक्षा रे कृतकार्य हेबे शासनकर्ता जदि तार दायित्व ठीक भाव में न तुलेब ताहले एबे 57 देश भारत विरुद्ध 57-58 देश এই প্রকার বিষয় সব দায়িত্ব সঠিক ভাবে তুলেইবার দায়িত্বକୁ যদি সঠিক ভাবে ন তুলেই পারিবে সানঠু বড় পর্যন্ত যদি প্রশাসক মানে যদি পুলিশ প্রশাসন দায়িত্ব যদি ন সঠিক ভাবে তুলেইব তাহলে চুরি রাজধানী এগুড়াক অধিক হবে दायित्व अति शीघ्र तुलेबार अछि जहाँ को आज प्रभु यीशु जो का दायित्व देले जदि ये तुले थांते पितर अन्य माने आ पितर केते थोर स्वीकार करे केते थोर 3 थोर स्वीकार करि न था विफल है प्रभु को समस्त को आगे कहले मु जाने कारण दायित्व बोध न ए कथा कहबार कारण सानटी बड़ू बापा चाली गले 93 मसीह सेतिकी बेले मु जस्ट नुआ नुआ चाकरी करूँ आसे जो चाली गले दायित्व गृहर माड़ी बसला कौन भाई भाई मैंने विवाह ना मुझे निजे विवाह माँ विधवा पुणी जुवा 40 वर्ष तक से आ मत से 27 वर्ष मुझे जुवा केमिति कारण मु सब जानि गाँव में रही कि प्रकार विषय सब मुझा केमिति ख्रीष्टीय परिवार ए चिंता निजे विवाह 93 मसीह बापा कले 95 मसीह विवाह ता पूर्व भौणी को विवाह कर 94 मसीह सान भौणी तापर मोर विवाह 5 वर्ष पर बोधे सान भाई को विवाह करा दायित्वबोध थिबारु एबे सेमाने सब मो संगे रहती अलग अलग अछंती किंतु सेमाने ताकर परिवार नै जाइछंती आगे जदि पढ़ाई नै आनी तापर से भलरे मंदरे से ताकर परिवार पढ़ेबे सेटा से बुझिबे प्रभु बुझिबे हमर दाय केही कहि पारिबे नै बापा तार चली गला ये बड़ भाई थिला ये ठीक ठाक पदक्षेप नेला नै आउ परिवार तार ए प्रकार हे एबे जदि सेमाने भूलभाल करिबे एबे ताकर दायित्व मते नै किछि कहिबे कारण दायित्व केते पर्यंत दिया जाय मुंडू को हाथ पाइला पर्यंत ये कर मु काई करी और पिला तमे जते बळे विवाह हे जो सेते बळे मु छाड दे आउ तमरो दायित्व ए प्रकार मु नेबी कोन हेले बुझा बुझी सेटा ऊपर ऊपर जेमति होबो सेमति दायित्व कथा कहूचे एथि पाई जणे मां तार 6 दिनर परिश्रम अधा परिश्रम चली केमिति ना तार पिलार दायित्वहीनता आ ये सब विषय सरकार करे सब पिला माने भल दायित्व जो माने न नउछथि से माने भी भल किंतु ये जो संसार विषय गुरुत्व न देले एपट सेपट हे आ जी ताको दायित्व देइथिला ता कहला जदि एटा न हबो दरमार प्रतिवर्ष सीधा सड़क आ ताहा भी हला जदि बा मालिक दृढ़ भाव में कहला काटी देबो किंतु सेते पर्यंत जदि न अर्थात से विषय की जो विषय गुरुत्वपूर्ण विषय सेति पई 900 टका पाखापाखि लस है
ଆଉ ଯୋଉ କାର୍ଯ୍ୟ କରିବା କଥା ସେଟା ବାତିଲ ହେଲା। ଆଉ ଯେତେବେଳେ ଏହା ହେଲା ଚୁକେଇ ଦେଲେ ସେଟା, କିନ୍ତୁ ମାଲିକ ବୁଝିପାରିଲା। ସେ ଭାବିଲା ବୋଧେ ଏଟା ତାଙ୍କର ପଇସା ଦୁଏ ରଖି ରହନ୍ତି 1000 ଟଙ୍କା ଦେଖିଥାଏ। କିନ୍ତୁ ଯେତେବେଳେ ସେଇ ଦିନ ପାଖେଇ ଆସୁଛି, ଯଦି ନ ହବ ନା ତ ଦେଇ ଦେଇଛି ପଇସା, ଯେତେବେଳେ କହିଲା ଆଚ୍ଛା ବସିଛନ୍ତି ମା 3 ଦିନର ପଇସା ଆଜି ତାକୁ ଫେରସ୍ତ ହେଲା। ଅଧା ପଇସା ତମର ରଖାଗଲା 900 ଟଙ୍କା ନୁହେଁ 400 ଟଙ୍କା ରଖାଗଲା ପନିଶମେଣ୍ଟ, ଆଉ ଫେରେଇ ଦିଆଗଲା 600 ଟଙ୍କା। ମୁଁ ଜାଣିନଥିଲି ଯେ এই কথা ଯୋଗୁଁ ସେ ପଇସା ଟଙ୍କା ରଖିଦେଇଛନ୍ତି। ପରିବାର କାହିଁକି ଦାୟିତ୍ୱହୀନତା ହୁଏ, ଗୁରୁତ୍ୱ ନଥାଏ। ତାର ବାପା ଥିବାଠୁ ତାକୁ ସେଇ ଦାୟିତ୍ୱରେ ତାକୁ ପଢେଇ ଆଣିଛି, ତାକୁ ପଠାଏ ବଡ଼ ବଡ଼ କାମ କରିବାକୁ, ବୋକା ବୋକା ପଇସା ଦିଏ ବଡ଼ ବଡ଼ କାମ। କିନ୍ତୁ ଏ ଅଳ୍ପ ପଇସା ଖୋଜିଦେଲା, ପୁଣି ବଡ଼ ଏତେ ବଡ଼ ଜିନିଷଟା ଆଜ୍ଞା, ଟ୍ରେନ୍ ଟିକଟଟା ଆଜ୍ଞା ଏତେ ବଡ଼ କୁଆଡ଼େ ପକେଇ ଆମର ଥିବା କ୍ୟାନ୍ସେଲ। ତାକୁ ଯାଇ କହିଲି, ତାକୁ କହିବି ଯାଇକି ଏଟା ଦେବୁ, ସିଏ ଦେଲେ। ମୁଁ ଧଉଳି ଟ୍ରେନ୍ କରିଛି, ସିଏ ଦେଉଛନ୍ତି କୋଉଥିରେ, କୋଉଟାରେ ପିଏନ୍ଆର ନମ୍ବର ଦେଲେ ବନ୍ଦେ ଭାରତ। ଆଉ କିଛି କହିଲିନି, ତାପରେ ମୁଁ କହିଲି ଟିକଟ ଦେବି। ସେ ଲୋକ ବସିଛି ଚଷମା ଲଗେଇକି, ମୁଁ ତ ଜାଣିନି ସେଇ ବସିଛି ଚଷମା ଲଗେଇକି, ସେ SMS ଆସିଲାନି, ସେখানে ମୋତେ ତଳ ଉପରେ ଚାହୁଁଛି ଦେଖିଦେଲା। ଏ 2 ବର୍ଷ ହେଲା ଏ ବାବୁଙ୍କର ପଠା ହେଉଛି, ଏଇ ନାଁରେ ଇଏ ତ ଆସନ୍ତିନି କେବେ। ନାଇଁ ଆଉ କିଛି କହିଲି ପରେ ମାଟ ପିଅ, ଆଉ କେବେ ଠିକ ସମୟ ସବୁ ରଖା ହେଇଛି। ଦାୟିତ୍ୱହୀନ ଲସ୍ କାହାର, ନିଜର ଲସ୍, ଆମର ଲସ୍, ପ୍ରଭୁଙ୍କର ଯେମିତି ଲସ୍ ହେବ। ସମସ୍ତଙ୍କ ସାକ୍ଷାତରେ ସିଏ ଅସ୍ୱୀକାର କଲା ନା। ଲୋକ କହିଲେନି ପ୍ରଭୁଙ୍କର ପ୍ରିୟ ଶିଷ୍ୟ ଅସ୍ୱୀକାର କରୁଛି। ଯଦି ଏହା ମୁଁ ଜାଣିପାରିଲି ଏଟା କାହିଁକି ହେଲା, ଅର୍ଥାତ୍ ଯୋଉ ପ୍ରକାର ମୁଁ ଚାହୁଁଛି ସେ ପ୍ରକାର କାମ ଗୁଡ଼ାକ ଯାହା ଆଗରୁ କରୁଥିଲା ଏବେ ଆଉ ସେ ମାନେ ଚଳେଇ ଦେଉଛି ପାଖାପାଖି, କିନ୍ତୁ ମୋର ଇଚ୍ଛା ଏଠୁ ହବ ଏଠୁ ହବ ଏଠୁ ହବ, ମୁଁ ଆଉ ଜାଣିପାରୁନି, ବୁଝିପାରୁନି। ସେଇଥିପାଇଁ ଏ ପ୍ରକାର ହୁଏ। ଯାହା ଯାହା କୁହାଯାଉଛି କିଏ ବୁଝିବା ଲୋକ ସେ ବୁଝିବ, ଆଉ ଏତେ ଏଲାବୋରେଟ୍ କରିବା ଆବଶ୍ୟକତା। ଯାହା ଯାହା କୁହାଯାଉଛି ତାହା ଯଦି ନ କରିବ ନିଜେ ବଢ଼ିପାରିବନି ଠିକରେ, ଅନ୍ୟମାନେ ବି ବଢ଼ିପାରିବେନି। ପ୍ରଭୁ ଯୀଶୁ କହିଲେ, କ'ଣ କହିଲେ? ଜହନ ପୁସ୍ତକ 12 ପର୍ବ 26 ପଦ କ'ଣ କହୁଛନ୍ତି? ଜହନ 12 ପର୍ବ 26 ପଦ, ହଁ କ'ଣ କହୁଛନ୍ତି? 12 ପର୍ବ 26 ପଦରେ ପ୍ରଭୁ ଯୀଶୁ କହୁଛନ୍ତି, କେହି ଯେବେ ମୋର ସେବକ ପିତର, ତୁମେ ଯଦି ମୋର ସେବକ, ହଁ ମୋହର ଅନୁଗମନ କରୁ, ଅର୍ଥାତ୍ ମୁଁ ଯାହା କହୁଛି ତାହା। ତମକୁ କହିଲି ଜାଗି ରୁହ, ମାନେ ଜାଗି ରୁହ। କେମିତି ଜାଗି ରହିବ? ଯଦି ଆଖି ମାଡ଼ି ପଡୁଛି, ସେମାନେ ଶୋଇ ପଡିଥିଲେ ଦେଖିଲୁ ନା, ଆଖି ମାଡ଼ି ପଡୁଛି, ପାଣି ରଖି ପାଣି ମାର, ଠିଆ ହେଇ ବୁଲ। କହିଛନ୍ତି ପ୍ରଭୁ ଜଗି ରହିବା ପାଇଁ ଜାଗି ରୁହ। ଯଦି ମୋର ସେବକ ହେବାକୁ ଚାହୁଁଛ, ମୋର ଅନୁଗମନ କର, ମୁଁ ଯାହା କହୁଛି ମୁଁ ଯେମିତି କରୁଛି, କାରଣ କହିବା ଲୋକ ସେ କରେ, ଆଉ ସେ ଯେମିତି କରିକି ସେ ଉନ୍ନତ ହେଇଛି, ସେମିତି ସେ ଉନ୍ନତ କରିବା ପାଇଁ ଚାहे। ହଁ, ତାପରେ ମୁଁ ଯେଉଁଠାରେ ଥାଏ, ଯଦି ମୋର ଅନୁଗମନ କରିବ, ମୁଁ ଯେଉଁଠାରେ ଥାଏ ତୁମେ ମଧ୍ୟ ଯଦି ସେବା କରୁଛ, ମୋର ଅନୁଗମନ କରୁଛ, ସେଇଠି ରହିବ। ଏପଟ ସେପଟ କିଛି ହବନି। ଯୋଉଠି ରହିବା କଥା ମୁଁ ରହୁଛି ସେଇଠି ରହିବ, ପ୍ରଭୁ କହିଲେ ଭିତର, ଇଆଡ଼େ ସିଆଡ଼େ ହବନି। ସେ ଜଣେ ଦାସୀ ଆଗରେ ଅସ୍ୱୀକାର କରିବା, ସେ ପ୍ରକାର ତମେ କରିବନି। ତାପରେ ହଁ, ପିତା ତାହାକୁ ବାପୁରେ ମୋର ଅନୁଗମନ କରିବ, ପ୍ରଭୁ ଯୀଶୁ କହିଲେ। ମୋ କଥା ଶୁଣିବ, ଦାୟିତ୍ୱ ମାନିବ, ଜଗି ରହିବ। କିଏ ସମ୍ମାନ ଦେବ?
ସ୍ୱର୍ଗସ୍ଥ ପିତା ଈଶ୍ୱର ସମ୍ମାନ ଦେବେ। ଈଶ୍ୱର ସମ୍ମାନ ଦବାର ତାର ନଜିର ହଉଛି ଆପଣମାନେ। କେହି ଜଗତର ଲୋକଙ୍କ ଦ୍ୱାରା ପଇସା ଦେଇକି କରାଯାଏ, କିନ୍ତୁ କେହି ଜଗତର ନିଜ ଲୋକ କେହି ହାତ ଦେଇନାହାନ୍ତି ଏସବୁ କରିବା। କେହି ହାତ ଦେଇନାହାନ୍ତି, କେହି ନିଜ ଲୋକ ନାହାନ୍ତି କି ଆପଣମାନେ ବି କେହି ନାହାନ୍ତି, କେହି କରିନାହାନ୍ତି। ଆମେ ବି ନଥିଲୁ। ଈଶ୍ୱର ସମ୍ମାନ ଦେବେ, ପ୍ରଭୁ ସମ୍ମାନ ଦେବେ। କାରଣ ଆମର ପ୍ରଭୁ କହନ୍ତି ମୁଁ ଯେପରି ତୁମକୁ ସେପରି କରିବାକୁ ଚାହୁଁ। ମୁଁ ସ୍ୱର୍ଗରୁ ପୃଥିବୀକୁ ଆସିଲି, ପୃଥିବୀରୁ ସ୍ୱର୍ଗକୁ ଯାଇଛି ଗଲି। ତୁମେ ମାନେ ମଧ୍ୟ ପୃଥିବୀର ଜାତ ହେଇଛ, ସ୍ୱର୍ଗକୁ ଯିବ। ମୁଁ ଯୋଉଠି ଥାଏ ସେଇଠି ତୁମେ ରହିବ। ସେଥିପାଇଁ ଆସୁ ଆମେ ଦାୟିତ୍ୱର ସହ ଯାହା ଯାହା କୁହାଯାଉଛି, କଷ୍ଟ ହଉ କର। ମୁଁ କହୁଥିଲି ନା ଲିଜାକୁ, ବର୍ଷାକୁ ବି କୁହେ ନା, ଏବେ ତାକୁ ଦାୟିତ୍ୱ ଦିଆହେଇଛି ଦୁଇଟା ପାଳି ଆସିବ, ଦୁଇଟା ପାଳି ଆସିବ। କାହିଁକି ସେ ସବୁ 4 ପାଳି ଆସୁଥିଲା, ଦେଖିଲି ପରିସ୍ଥିତି ନାହିଁ, 2ଟା ପାଳି ବନ୍ଦ। ତାପରେ ଯଦି ଅଡୁଆ ହବ, ଏ 2ଟା ପାଳି ବନ୍ଦ ହେଇକି ସିରିଏଲି 10ଟା ପଦ ହେଇଛି, ମାତ୍ର 2ଟା ପାଳି ଆହୁରି ଅଛି, ଟୋଟାଲ ବନ୍ଦ ହବ, ବନ୍ଦ କରିଦେବି। ଯଦି କିଛି ଆଉଟପୁଟ୍ ନ ଆସୁଛି, ଯଦି କିଛି ଉନ୍ନତି ନ ହଉଛି, କାହିଁକି ଜଣେ ତାକୁ ଦାୟିତ୍ୱ ଦିଆହେଇଛି ସିଏ ତାର ପଡ଼ି ଉଠି କେବେ ଗୋଟେ ଦିନ ବନ୍ଦ କରିଛି? ଗୋଟେ ଦିନ ବନ୍ଦ କରିନି, ସେ ପ୍ରକାର ଅସୁବିଧା ସଣ୍ଡେ ସ୍କୁଲ ତ ବନ୍ଦ ହେଇନି। ସିଏ ଯଦି ତାର ଅସୁବିଧା ହୁଏ ମତେ, ଏବେ ତାକୁ ରିଲାକ୍ସ ଦିଆହେଇଛି। 2ଟା ବେଳେ ତୁ ରହିବୁ ବାଲେଶ୍ୱରରେ, ଆସିବୁ ସେଠି ଚର୍ଚ୍ଚ ଯିବୁ, ସକାଳେ ଯିବୁ, ଉପରବେଳେ ଯିବୁ, ସେଠି ତୁ ଯିବୁ। କାହିଁକି 2 ବର୍ଷ 2 ବର୍ଷ କ'ଣ 5 ବର୍ଷ ହେଲା, 5-7 ବର୍ଷ ହେଲା ଚାଲିଛି ସେ 20 ମସିହାରୁ ଦାୟିତ୍ୱ। ଆଉ ସିଏ ଦାୟିତ୍ୱ ତୁଲଉଛି, ଆଶୀର୍ବାଦ ଥୟ। କଷ୍ଟ ହଉନଥିବ ତାକୁ, ଏମିତି ଯାଉଛି ଅଫିସରୁ ଆସୁଛି, ରଖିବା ଅପେକ୍ଷା ଏମିତି ଯାଉଛି। ପ୍ରଭୁ ଆଶୀର୍ବାଦ କରିବେ, କାରଣ ଆମେ ସେଇ ପ୍ରକାର କରୁଛୁ, ସେ ଦେଖିଛି। ସେଥିପାଇଁ ସେ ଏପଟ ସେପଟ ହେଇପାରୁନାହାନ୍ତି ପିଲାମାନେ। ପଢ଼ ଟିକେ ମାଥ୍ୟୁ ପୁସ୍ତକ ତାର 21 ପର୍ବ 22 ପଦ ପଢ଼। ମାଥ୍ୟୁ 21 ପର୍ବ 22 ପଦ କ'ଣ ଲେଖାଯାଉଛି? 28 ପଦ, ମାଥ୍ୟୁ 21:28 କ'ଣ ଲେଖାଯାଉଛି? ପ୍ରଭୁ ଯୀଶୁ କହୁଛନ୍ତି ତୁମେ ମାନେ କ'ଣ ମନେ କର, 2ଟି ପୁଅ ଥିଲେ। ହଁ, ଜଣେ ଲୋକର 2ଟା ପିଲା ଥିଲେ, 2ଟା ପୁଅ ଥିଲେ। ହଁ, ସେ ଗୋଟିଏ ପୁଅକୁ କହିଲେ ପୁଅରେ ହଁ ଯା କାମ କରିବୁ ଯା। ଆଉ ସେ ପୁଅଟି କ'ଣ କହୁଛି? ବାପାକୁ ଉତ୍ତର ଦଉଛି ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରିଗଲା। ଇଏ ହେଉଛି ପ୍ରଥମ। ଇଚ୍ଛା ନାହିଁ, ତାର ଇଚ୍ଛା ନାହିଁ କହିଦେଲା। ଇଚ୍ଛା ନଥିଲେ ବି ଯିଏ କରେ ସିଏ ହିଁ ଆଶୀର୍ବାଦ ପାଏ, କାରଣ ଇଚ୍ଛା ହଉନି, କିନ୍ତୁ ବାଧ୍ୟ ଦାୟିତ୍ୱ ଦିଆଯାଇଛି, ବାପା ଦେଲେ। ଆଉ ସିଏ ଅନୁତାପ କରି ପରେ ଗଲା। ତାପରେ ଆଉ ଗୋଟେ ପୁଅକୁ କହିଲେ ହଁ, ଦ୍ୱିତୀୟ ପୁଅଟି କହିଲା ଆଜ୍ଞା ମୁଁ ଯାଉଛି। ବହୁତ ଆମେ ତେଲାତେଲି କଥା, ସୁନ୍ଦର କଥା କହିବୁ। ବାପା କହିଲେ ପୁଅରେ ଯା କାମ କରିବୁ, ଯା କ୍ଷେତ୍ରକୁ। ସେ କହିଲା ଆଜ୍ଞା ଯାଉଛି। ଗଲା ଆମେ ଯାଇକି ମନ୍ଦିର ଯା ଭାତ ଖାଇବା, ସାଙ୍ଗମାନଙ୍କ ସାଙ୍ଗରେ ବୁଲା ଖାଇବା। ଯୋଉ ଦାୟିତ୍ୱ ଦିଆଯାଇଛି ସେଟା କଲା ନାହିଁ। ତାପରେ କ'ଣ ଲେଖାଯାଇଛି ପଢ଼ିବ? ଏହି ଦୁହିଁଙ୍କ ମଧ୍ୟରୁ, ଏଠି ଆମେ ଯେତେ ଜଣ ବସିଛୁ ଆମେ ନିଜେ ନିଜେ ଠିକ୍ କରିବା। ଏଇମାନଙ୍କ ମଧ୍ୟରୁ ପିତାଙ୍କ ଇଚ୍ଛା କିଏ ସାଧନ କଲା? ପ୍ରଥମ ଜଣକ। ହଁ କି ନାହିଁ? ଲେଖାଯାଇଛି ତାପରେ ପ୍ରଥମ ଜଣକ ପିତାଙ୍କ ଇଚ୍ଛା। ଇଚ୍ଛା ନହେଲେ ବି କରିବା, ଇଏ ହେଉଛି ଦାୟିତ୍ୱ। ଇଚ୍ଛା ନହେଲେ ବି କରିବା, ଇଚ୍ଛା ନହେଉଥିଲେ ବି କରିବା, କାରଣ ପ୍ରଭୁ ଦାୟିତ୍ୱ ଦିଅନ୍ତି। ପ୍ରଭୁ ଯୀଶୁ କ'ଣ କହିଲେ? ତାଙ୍କର ଇଚ୍ଛା ହଉନଥିଲା। ମର୍ମାନ୍ତିକ ଦୁଃଖରେ ପଡ଼ି କହୁଛନ୍ତି ହେ ପିତା, ଯଦି ହେଇପାରେ ଏ ପାନ ପାତ୍ର ମୋଠୁ ଦୂର କର। ମୁଁ ମରିବା ପାଇଁ ଏ ପ୍ରକାର ପହଦ ହୋଇ କ୍ରୁଶବିଦ୍ଧ ହୋଇ ମରିବା ପାଇଁ ମୋର ଇଚ୍ଛା ନାହିଁ। ମାତ୍ର ତାପରେ କ'ଣ ଲେଖାଯାଉଛି? ମାତ୍ର ମୋର ଇଚ୍ଛା ନୁହେଁ, ଦାୟିତ୍ୱ। ସ୍ୱର୍ଗରୁ ପୃଥିବୀକୁ ପ୍ରଭୁ ଯୀଶୁ ଦାୟିତ୍ୱ ନେଇ ଆସିଥିଲେ ଆପଣଙ୍କୁ ମୋତେ ମୁକ୍ତ କରିବା ପାଇଁ। ଆଉ ସିଏ ଯଦି ତାକୁ ଡେଭିଏଟ୍ କରିଦେବେ,
ତାକୁ ଯଦି ଅଣଦେଖା କରିବେ, ତାକୁ ଯଦି ଖାମଖିଆଲି ଭାବରେ ନେବେ, ଇଚ୍ଛା ହଉନି ବୋଲି କହିବେ, ହେ ପିତା ଏ ପାନ ମାତ୍ର ମୋଠୁ ନିଶ୍ଚିତ ଦୂର କର, କାରଣ ମୁଁ ଏ ପ୍ରକାର ଚାହୁଁନାହିଁ, ସେ ପ୍ରକାର ପ୍ରାର୍ଥନା କରେ। ଆମେ ମଧ୍ୟ ଆଉ ପ୍ରଭୁ ଯୀଶୁ ଏବେ ଜଗତ ଜିତା ସଂସାର ଯୀଶୁଙ୍କ ନାମରେ ଚାଲିଛି ଖ୍ରୀଷ୍ଟ ଅବ୍ଦ ହିସାବରେ। ପ୍ରଭୁ ଆପଣଙ୍କୁ ମୋତେ ଅନୁଗ୍ରହ ଆଶୀର୍ବାଦ କରନ୍ତୁ। ଆସୁ ପ୍ରିୟମାନେ, ଆମମାନେ ଏ ପ୍ରକାର ଭାବରେ ଦାୟିତ୍ୱବୋଧର ଯାହାକୁ ଯାହା ଦିଆଯାଉଛି, ନଚେତ୍ ପ୍ରଭୁ ଗୋଟେ ଗୋଟେ ଦାୟିତ୍ୱ କାଢ଼ି ନେବେ ଦାୟିତ୍ୱ ଆଉ ଦେବେନି। ଯଦି ଜଣେ ତୁଲେଇ ପାରୁନି କାହିଁକି ମତେ, ମୁଁ ଯଦି ମୋର ଦାୟିତ୍ୱ ତୁଲେଇ ପାରୁନି, କଷ୍ଟ ପଡ଼ିକି ଯଦି ମୁଁ ଆସି ପ୍ରତି ରବିବାର ବାକ୍ୟ ଦେଇପାରୁନି, ଟିକିଏ ଆଜି ट्रेन तो कैंसिल हो जाती थी बात बस नहीं बस कैंसिल हो गला तो कार ना कार खराब हो गला तते मु चाकरी दी थी अन्य कौन सी व्यवस्था कर तो जाई पे जदी तू रे सम्मान दे देखा जाता जन पुस्तक में पढ़लु पिता ताहाको सम्मान दे और से समय कोरोना समय रे जो चिंता दायित्व से गोटे 15 वर्ष रे प्रति सप्ताह जीवा आसवा हो पारला अल्प असुविधा किंतु प्रभु समाधान एबे आउ से प्रकार नहीं किंतु दायित्वहीनता हेतु गोटे सप्ताह जाइके आसपार प्रभु आपको मत अनुग्रह करते आशीर्वाद करते जो चिंता इच्छा दायित्व प्रभु दौरान इच्छा नहेले भी आम जब करवा ताले बड़ बड़ काम आम करमी हम जब प्रार्थना करूँ आम प्रार्थना कर मन चिंता प्रभु सबू असुविधा केमी हम केमी प्रभु चिंता दिखाँ एमती कर सका 11टा जाए दिने दिने कौन आगु गोटे वर्ष 1.5 वर्ष टिके भी फुर्सत ना तारी भितर बाहर को जीवा तारी भितर ग्रोसरी आनिबा तारी भितर रांधिबा तारी भितर ऑफिस ठीक समय रे पहुंचीबा तारी भितर पिलामान को छाड़ीबा तारी भितर आउ जदी के आसीले तांको परिचर्या करबा केमिति प्रभु प्रभु खाली होता प्रभु ए पूरा कइबा आ सब एक प्रकार हुए लाइन रे सब हे लाइन आ सेति पई हमें अन्य को दायित्व दो निजे के प्रकार करजु आ जेते पद्धति हमें करियो एबे जेते पद्धति देई के देखो गोटे भी प्रोग्राम और मिस हुए जोठी जाके पैसा किछि नहले निजे डॉक्टर एस पेपिन बोली थिले हमें गोटे जगह को जाउथलु सेवा करबा पई फिरकिनाली चंदकार गाँव लोक मान को एकाठी कर दिया है एई दिन मैडम आसिले तांकर स्त्री रश्मि माने बड़ा रश्मि बेटी कटक झियो जेहेतु पेपिन को विवाह होता टाइटल पेपिन नहीं से जने प्रोफेसर थिले एबे रिटायर्ड हो जाइछन्ती हार्ट अटैक बारी पड़छि बहु वर्ष पूर्व 10-15 वर्ष मोर तो 10 वर्ष से बड़ आमे मु मोटरसाइकिल जीवी से ताको बुलेट दे ताको कार आनती आ जतरा ताको स्त्री आसंती आमे एका संगे कार जा से डाक्टर लोक कहि दिया है आसंता रविवार आसंता शनिवार एठी समस्त बसिथिबे गाँ लोक माने मैडम आसीबे आ ताके संगे मु भी जीवी से जीवेनी देखुची 10टा हला 7टा हला तापर फोन आसिला फोन हला ना कि कैंसिल करू बोल नहीं हेबे नहीं कि जीवार सुविधा नहीं बोले ऑटो नहीं ऑटो में मैडम जाई परिबे से दिन तो पहले माने mo सेंटर काम करिबे छाड़ले जेते 5000 दरमा पाउथि सेही लोक मते कहले तुमको बहुत गिफ्ट मिल प्रभु देते आसो आम संगे काम करो 25000 टका दरमा ସେମାନେ ଶୁଣୁଥାଇ ପାରନ୍ତି ମୁଁ କେତେଟା ଭିଡ଼ିଓ ତାଙ୍କ ପାଖକୁ ଛାଡ଼ି ଦେଖନ୍ତୁ ସାର୍ 25000 5 ରୁ 25 କେତେ ଗୁଣ ହେଲା ଆଜ୍ଞା କେତେ ଗୁଣ ଅଧିକା ସେଥିପାଇଁ ସଫଳ ନଷ୍ଟ କାଟ ହଉ କେତେ ଗୁଣ ଅଧିକା 25 ହଁ 5 ରୁ 25 କେତେ ଗୁଣ ଅଧିକା
5 into 5 କେତେ ଗୁଣ ଅଧିକ 5 ଗୁଣ ତଥାପି 7 ଆମେ ତ ପୁରା ଜିରୋ ଏଟା ବଡ଼ ଫେଲ୍ କରି ପାସ୍ 5 ଗୁଣ ଅଧିକା ଯୋଉ ସମୟରେ ସେତେବେଳେ ମୁଁ ମନା କଲି ନାଇଁ ଆଜ୍ଞା ମତେ ପ୍ରଭୁ ଦେଇଛନ୍ତି ଛୋଟିଆ ଚାକିରିଟା ମୁଁ ଏଠାରେ କରିବି ନାଇଁ ତମେ ଆସ ତମ ଝିଅକୁ ଓଡ଼ିଆ ମିଡ଼ିୟମରେ କ'ଣ ପଢ଼ଉଛ ଏଇଠି ତମ ଘର ପାଖରେ ଯିଏ ସ୍କୁଲ ଇଂଲିଶ ମିଡ଼ିୟମରେ ପଢ଼ିବ ନାଇଁ ଆଜ୍ଞା ମୁଁ ବ୍ୟବହାର ହେଇପାରିଥାନ୍ତି ସିଏ ତ ସେପଟେ ମୁଁ ସାଇକେଲରେ ପଢ଼ିବି ଆଜ୍ଞା ସାଇକେଲରେ ଯାଇଛି 20 କିଲୋମିଟର ମୋଟର ସାଇକେଲ ଗଲା ମାର ସାଇକେଲ ଆସିଲା ବେଳକୁ ପୁରା ବାଉନ ଭୂତ 40 କିଲୋମିଟର ସାଇକେଲ ଚଲେଇ ପ୍ରଚାର କରି ଉପାସରେ ରବିବାର ଦାୟିତ୍ୱ ସେ ଦାୟିତ୍ୱ ଦେଇଥିବାରୁ ଆଜି ସେ ପ୍ରକାର ବିଷୟ ନାହିଁ ଅନେକ ସେମାନେ ଶୁଣିପାରୁଛନ୍ତି ଯାହାଦ୍ୱାରା ଆଉ କିଏ ଶୁଣନ୍ତୁ ନ ଶୁଣନ୍ତୁ ଆମେ ଛାଡ଼ିଦେବୁ ପ୍ରଭୁ ଅନୁଗ୍ରହ କରନ୍ତୁ ସମ୍ମାନ ପାଇବା ପାଇଁ ହେଲେ ଇଚ୍ଛା ନଥିଲେ ବି ଅନୁତାପ କରି ଗଲେ ହଁ ଏଇଟା କରିବା ଆବଶ୍ୟକତା ଦେଲେ ବର୍ଦ୍ଧିଷ୍ଣୁ ହବ ଆଉ ପ୍ରଭୁଙ୍କ ନାମ ନିମନ୍ତେ ବ୍ୟବହାର ହବ ଯୀଶୁଙ୍କୁ ସମସ୍ତଙ୍କ ଆଗରେ ବିତରଣ କରି ଅସ୍ୱୀକାର କରିପାରିବ ନାହିଁ କରିବ ନାହିଁ ପ୍ରଭୁ ଏଇ ଚିନ୍ତାରେ ଆମକୁ ଆଶୀର୍ବାଦ କରନ୍ତୁ ଆମେ